ମୋ ନା ପିକୁ। ମୁଁ +3 ପାଠ ପଢ଼ୁଛି। ଆମେ ଚାଷୀ ଘର ଲୋକ। ଗାଁରେ ଚାଷବାସ କରୁ। ଘରେ ବାପା, ବୋଉ, ମୁଁ ଓ ଜେଜେମା ଅଛୁ। ଜେଜେମା ପୁରା ବୁଢ଼ୀ ହେଇଗଲେଣି। ଏଇ କାହାଣୀଟି ଏଇ ଶୀତଦିନ ଧାନ କଟା ସମୟର କଥା। ଆପଣମାନେ ତ ଜାଣିଥିବେ, ଏଇ ଶୀତଦିନେ ଧାନ କଟା ଓ ଅମଳ ହୁଏ। ଏଇ ସମୟର କଥା। ଆମର ବିଲରେ ଧାନ କଟା ଚାଲିଥାଏ। କିଛି ମୂଲିଆ ହେଇଥାନ୍ତି। ମୋ ବାପା, ବୋଉ ଓ ମୁଁ ମିଶି ମଧ୍ୟ କାମରେ ଲାଗି ପଡ଼ିଥାଉ। ମୋ ବୋଉ ବିଷୟରେ ମୁଁ କହିବାକୁ ଭୁଲିଗଲି। ମୋ ବୋଉ ଅଧିକା ମୋଟା ନୁହେଁ କିମ୍ବା ପତଳା ନୁହେଁ। ମିଡ଼ିୟମ୍ଠୁ ଟିକେ ଅଧିକା ହେଲ୍ଥ ଅଛି। ଦୁଧ କିନ୍ତୁ 38 ସାଇଜ୍ ହେବ। ବାପା ଚିପି ଚିପି ଏତେ ବଡ଼ ବଡ଼ କରିଛନ୍ତି କି ଆଉ କାହା ସହ ସେ କ'ଣ କରେ ସେ କଥା ମୁଁ କହିପାରିବିନି। ଯେହେତୁ ମୋ ବୋଉ ବିଷୟରେ ମୁଁ ଆଜି ପର୍ଯ୍ୟନ୍ତ ସେମିତି କିଛି ଶୁଣିନି। ଆମ ଘରେ ଗାଈ ଅଛନ୍ତି। ଏପଟେ ବିଲବାଡ଼ି କାମ। କାମ ଧନ୍ଦା ସବୁବେଳେ କରି ପୁରା ସ୍ଲିମ୍ ଅଣ୍ଟା, କର୍ଭ ଗାଣ୍ଡି, ଦେହ ପୁରା କଷ। କାରଣ ସେଇ କାମଧନ୍ଦା ବି ତ ଗୋଟେ ପ୍ରକାର ଏକ୍ସରସାଇଜ୍ ହେଲା ନା। ବିଲରେ ପାଖାପାଖି ସବୁ ଧାନ କଟା ସରିଯାଇଥାଏ। ଆଉ ଅଳ୍ପ କିଛି ଧାନ ଥାଏ ଯାହାକି କଟା ହେଇନଥାଏ। ଆମ ଗାଁରେ ଗୋଟେ ବଡ଼ ସମସ୍ୟା ହେଉଛି, ପ୍ରାୟ ଟାଇମ୍ ରାତିରେ ଲାଇନ୍ କଟିଯାଏ। ପ୍ରାୟତଃ ସବୁବେଳେ। ତେଣୁ ଗାଁରେ ଚୋରି ଚାରି ବି ବହୁତ ହୁଏ। ଆଉ ଯଦି ଧାନ ବାଡ଼ିଆ ହେବ କେବଳ ଦିନରେ। ଆମର ଧାନ ଖଳାଟି ଆମ ଘର ପଛପଟେ, ଟିକେ ଘରଠାରୁ ଅଳ୍ପ ଦୂରରେ ହେବ। ଯେବେ କଟା ହେଇଥିବା ଧାନ ସବୁ ଖଳାକୁ ପଳାଇ ଆସିଲା, ସନ୍ଧ୍ୟା ହେଇଯାଇଥାଏ। ବାପା ବୋଉକୁ କହିଲେ, ରାତିରେ ତ ଯାହା ବି ହେଲେ ଜଣକୁ ଏଠି ଶୋଇବାକୁ ପଡ଼ିବ। ମୁଁ ଏଇଠି ରାତିରେ ଶୋଇପଡ଼ିବି। ନହେଲେ କାଳେ କିଏ ଆସି ଚୋରି କରି ନେବେ। ଯେହେତୁ ବର୍ଷ ସାରା ପରିଶ୍ରମ କରିଛନ୍ତି, ତେଣୁ ଶେଷରେ ଯଦି ଚୋର ନେଇଗଲା ତାହେଲେ ନିଶ୍ଚିନ୍ତ ବାଧିବ। ବୋଉ କହିଲା, ତମେ ଏବେ ବା ଜ୍ୱରରେ ପଡ଼ିଥିଲ, ପୁଣି ଏଇଠି ଶୋଇବ? ପୁଣି ଦେହ ଖରାପ ହେବ। ତା ଛଡ଼ା ସେପଟେ ଗାଈ ବି ଅଛନ୍ତି। ସେ ଷଣ୍ଢ ବେଳେବେଳେ ପଶି ଆସୁଛି। ତମେ ଘରେ ଶୋଇପଡ଼। ପିକୁର ମୋର ଏଇଠି ଶୋଇପଡ଼ିବୁ। ବାପା କହିଲେ, ହଉ। ସେତେବେଳେ ମୋର ମୋ ବୋଉ ପ୍ରତି ଟିକେ ବି ଖରାପ ଭାବନା ନଥିଲା। ମୁଁ ବି ସାଧାରଣ ଅନ୍ୟ ପିଲାଙ୍କ ଭଳି ଥିଲି। ତାପରେ ବାପା ଜଣକୁ ପଠେଇଥିଲେ। ସେ ଟଲିରେ ଧାନ ବାଡ଼ିଆ ମେସିନ୍ ଆଣିକି ଆସିଲା। କାଲି ସକାଳେ ଧାନ ବାଡ଼ିଆ ହେବ। ରାତିରେ ତ ଲାଇନ୍ ରହୁନି, ତେଣୁ ମେସିନ୍ ପାଇଁ ସମସ୍ତେ ବାଡ଼ିଆ ବାଡ଼ି। ଗାଁରେ ମାତ୍ର 3-4ଟା ମେସିନ୍। ତାପରେ ଆମେ ମେସିନ୍ ପାଇଁ ଲାଇନ୍ ତାର ଘରୁ ଖଳାକୁ କନେକ୍ସନ୍ କଲୁ। ଆଉ ତାପରେ ଆମେ ଘରକୁ ଆସିଲୁ। ରାତିରେ ମୁଁ ରୁଟି କ୍ଷୀର ଖାଇଲି। ବାପା ବି ଖାଇଲେ। ରାତି 10ଟା ବେଳକୁ ସବୁ କାମଧନ୍ଦା ସାରି ବୋଉର ମୋର ବାହାରିଲୁ। ବୋଉ ହାତରେ ଟର୍ଚ୍ଚ, ମଶାବତୀ, କମ୍ବଳ, ବେଡ୍ସିଟ୍ ଆଉ ତକିଆ ଧରିଲା। ମୁଁ ଆମର ଗୋଟେ ଖଟିଆ ଥାଏ ତାକୁ ଧରିଲି। ଆଉ ଆମେ ବାହାରିଲୁ। ବାପା ବି ଆମ ପଛେ ପଛେ ଆସିଲେ। ତାପରେ ଖଳାରେ ଆମ୍ବ ଗଛ ତଳେ ମୁଁ ଖଟିଆ ରଖିଲି। ବୋଉ ବେଡ୍ସିଟ୍ ପାରିଲା, ତକିଆ ରଖିଲା, କମ୍ବଳ ରଖିଲା। ବାପା କହିଲେ, ଯଦି ଡର ଲାଗିବ କି କ'ଣ ହେବ ମୋତେ ଫୋନ୍ କରିବ, ନହେଲେ ଡାକ ଛାଡ଼ିବ। ବୋଉ କହିଲା, ନା ମ, ଡର କ'ଣ? ଏଇଠି ତ ଘର ଦେଖାଯାଉଛି। ତମେ ଯାଅ। କାକରେ ଛିଡ଼ା ହୁଅନି। କାଲି ପୁଣି ଭୋରୁ ଆସିବାକୁ ପଡ଼ିବ। ବାପା ତାପରେ କହିଲେ, ହଉ। ତାପରେ ବାପା ଚାଲିଗଲେ। ବୋଉ ତାପରେ ମଶାବତୀ ଲଗେଇଲା। ମୁଁ ଆସି ଖଟିଆ ଉପରେ ଶୋଇପଡ଼ିଲି। ବୋଉ ତାପରେ ଆସି ମୋ କଡ଼ରେ ଶୋଇଲା। ଆଉ କମ୍ବଳ ଆଣି ଘୋଡ଼େଇଲା। ଗୋଟେ କମ୍ବଳ ତଳେ ଆମେ ମା ପୁଅ ଥାଉ। ସିଙ୍ଗିଲ୍ ଖଟିଆ। ତେଣୁ ବୋଉ ଦେହକୁ ମୋ ଦେହ ପୁରା ଲାଗିକି ଥାଏ। ମୁଁ ଫୋନ୍ରେ ଭିଡ଼ିଓ ଦେଖୁଥାଏ। ରାତି 11ଟା ଖଣ୍ଡେ ହେବ। ବୋଉ କହିଲା, ତୁ ସେ ଫୋନ୍ ବନ୍ଦ କରି ଶୋଇଲୁ। ମୋତେ ନିଦ ହଉନି। କାଲି ସକାଳେ ପୁଣି କାମ। ମୁଁ ତାପରେ ଫୋନ୍ ବନ୍ଦ କରି ବୋଉ ଉପରେ ଗୋଡ଼ ହାତ ପକେଇକି ଶୋଇଲି। ଶୀତ ବି ତ ଅଧିକା ହେଉଥାଏ। କିଛି ସମୟ ପରେ ବୋଉ ମୋ ଆଡ଼କୁ ମୁହଁ କରି ବୁଲିକି ତା ଗୋଡ଼କୁ ମୋ ଗୋଡ଼ରେ ଛନ୍ଦିକି ଶୋଇଲା। ଶୀତ ହେଉଥାଏ, ଟିକେ ଉଷୁମ ବି ଲାଗିଲା। ଏମିତି ଭାବରେ ଆମେ ଶୋଇଲୁ। ରାତି ଠିକ୍ 2:30 ଖଣ୍ଡେ ହେବ। ମୋ ଫୋନ୍ରେ ଗୋଟେ ମେସେଜ୍ ଆସିବାରୁ ଫୋନ୍ ଭାଇବ୍ରେଟ୍ ହେଲା। ମୋ ନିଦ ଭାଙ୍ଗିଗଲା। ମୁଁ ଦେଖିଲା ବେଳକୁ ଆମେ କଡ଼ ମାଡ଼ି ପରସ୍ପର ଆଡ଼କୁ ମୁହଁ କରି ଶୋଇଛୁ। ବୋଉ ବ୍ଲାଉଜର ଉପର ଗୋଟେ ବଟମ୍ ଖୋଲି ଯାଇଛି। ବୋଉ ମୋତେ କୁଣ୍ଢେଇକି ଧରିଛି, ମୁଁ ବି ବୋଉକୁ କୁଣ୍ଢେଇକି ଧରିଛି। ଆଉ ମୁଁ ମୋ ମୁହଁ ବୋଉ ଦୁଧରେ ଚାପିକି ଶୋଇଛି। ବୋଉ ଲୁଗା ଟେକି ହେଇ ଆଣ୍ଠୁ ଉପରକୁ ପଳେଇ ଆସିଛି। ଆଉ ମୁଁ ତ ହାଫ୍ ପ୍ୟାଣ୍ଟ ପିନ୍ଧିଥାଏ। ବୋଉ ଗୋଡ଼ରେ ମୋ ଗୋଡ଼ ପୁରା ଛନ୍ଦି ହେଇକି ଅଛି। ବୋଉ ପୁରା ନିଘୋଡ଼ ନିଦରେ ଶୋଇଛି। ଯେହେତୁ ମା ପୁଅ ମୋତେ ଟିକେ ଠିକ୍ ଲାଗିଲାନି। ମୁଁ ବୋଉ ଦୁଧ ଉପରୁ ମୋ ମୁହଁକୁ ଦୂରେଇ ତକିଆରେ ମୁଣ୍ଡ ଦେଇ ଶୋଇଲି। ହେଲେ ଏବେ ବି ମୋର ଗୋଡ଼ ବୋଉ ଗୋଡ଼ରେ ଛନ୍ଦି ହେଇକି ଥାଏ। ଆଉ ବୋଉର ହାତ ମୋ ଅଣ୍ଟା ଉପରେ ଥାଏ। ମୋତେ ଜମା ବି ନିଦ ହେଉନଥାଏ। ବୋଉ ଦୁଧ ଉପରେ ମୋ ମୁହଁ ଥିଲାବେଳେ ଯେମିତି ନରମ ଆଉ ସଫ୍ଟ ଲାଗୁଥିଲା, ସେଇ ଜିନିଷକୁ ଆଉ ଥରେ ଫିଲ୍ କରିବା ପାଇଁ କାହିଁକି ଜାଣି ମୋର ବହୁତ ଇଚ୍ଛା ହେଉଥିଲା। ମୁଁ ମୋ ନିଜକୁ ଆଉ କଣ୍ଟ୍ରୋଲ ନ କରିପାରି ପୁଣି ବୋଉକୁ କୁଣ୍ଡେଇ ଧରି ବୋଉ ଦୁଧରେ ମୋ ମୁହଁ ପୁରେଇ ଶୋଇଲି। ପୁରା ନରମ ଆଉ ଉଷୁମ ଲାଗୁଥାଏ। କମଳ ଭିତରେ ଆମେ ମା ପୁଅ ପୁରା କୁଣ୍ଡା କୁଣ୍ଡେଇ ଏମିତି ଶୋଇଥାଉ। ଜୀବନରେ ପ୍ରଥମ ଥର ପାଇଁ ମୋତେ ଏମିତି ବହୁତ ମଜା ଆସୁଥାଏ। ଏମିତି ଭାବରେ କେତେବେଳେ ମୋତେ ନିଦ ହେଇଯାଇଥାଏ। ସକାଳୁ ଆମକୁ ବାପା ଆସି ଉଠେଇଲେ। କମଳ ତଳେ ବୋଉର ମୋର ସେମିତି କୁଣ୍ଡା କୁଣ୍ଡେଇ ଶୋଇଥାଉ। ବାପା ଦେଖିକି ବି କିଛି କହିଲେନି। ପୁରା ନର୍ମାଲ ବିହେଭ୍ କଲେ। ଯେହେତୁ ଆମେ ମା ପୁଅ, ଆଉ ମା ପୁଅ ଏମିତି ଶୋଇବାଟା ଗୋଟେ କମନ୍ କଥା। ତାପରେ ବୋଉ ଉଠି ତାର ଲୁଗା ବ୍ଲାଉଜ ଠିକ୍ କରି ଘରକୁ ଗଲା। ମୁଁ ମେସିନ୍କୁ ତାର କନେକ୍ସନ୍ ଦେଲି।
ବାପା ତାପରେ ଓଳାଓଳି କଲେ। ମୁଁ ତାପରେ ଘରକୁ ଆସିଲି। ତାପରେ ପୁଣି ସକାଳ ଜଳଖିଆ ଖାଇ ବୋଉ ଆଉ ମୁଁ ଚାହା ନେଇ ଖଳାକୁ ଗଲୁ। ଆଉ 2 ଜଣ ଲୋକ ବି ଆସିଥାନ୍ତି। ସେମାନେ ଚାହା ପିଇଲେ। ଆଉ ଧାନ ବାଡ଼ିଆ ଷ୍ଟାର୍ଟ ହେଲା। ମୁଁ ଗଦାରୁ ଧାନ ବିଚିଲି ଦେଉଥାଏ। ବାପା ଆଉ 2 ଜଣ ଲୋକ ଧାନ ବାଡ଼ଉଥାନ୍ତି। ବୋଉ ସାମ୍ନା ପଟୁ ଧାନ ଓଳଉଥାଏ। ଯେମିତି ଆପଣମାନେ ଦେଖିଥିବେ ଧାନ ବାଡ଼ିଆ ହୁଏ। ଦିନ 5ଟା ବେଳକୁ ଲାଇନ୍ ପଳେଇଲା। ଧାନ ବି ବହୁତ ବାଡ଼ିଆ ସରିଥାଏ। ତାପରେ ସେ 2 ଜଣ ଲୋକ ତାଙ୍କ ଘରକୁ ଖାଇବାକୁ ଗଲେ ଭାରି। ବାପା ଧାନ ଗଦା ସାଇଜ କରୁଥାନ୍ତି। ବୋଉର ଦେହ କୁଣ୍ଡେଇ ହେଉଥାଏ। ଯେହେତୁ ଧାନର ଧୂସ ବାଜିଛି ଦେହ କୁଣ୍ଡେଇ ହେଉଥାଏ। ବୋଉ ତାପରେ ଗୋଟେ ପଥର ଉପରେ ବସିଲା। ବୋଉ ଲୁଗା ଆଣ୍ଠୁ ପର୍ଯ୍ୟନ୍ତ ଥାଏ। ବୋଉ ବି ଗାଧେଇ ନଥାଏ, କାରଣ କାମ ସରିଲେ ଏକାଥରେ ଗାଧେଇବ। ବୋଉ ତାପରେ ତା ଦେହରେ ସୋରିଷ ତେଲ ଲଗାଉଥାଏ। ମୁଁ ସେଠି ଛିଡ଼ା ହେଇକି ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖୁଥାଏ। ବୋଉର ଲୁଗା ସାଇଡ୍ ହେଇ ବ୍ଲାଉଜ ପାଙ୍କରୁ ବୋଉର ଦୁଧ ଖଣ୍ଡି ପୁରା ଦେଖାଯାଉଥାଏ। ଆଉ ବୋଉ ତା ଦେହରେ ତେଲ ଲଗେଇଲା ବେଳକୁ ଦୁଧ ଦିଟା ପୁରା ହଲୁଥାଏ। ୟାକୁ ଦେଖି ମୋ ବାଣ୍ଡ ପୁରା ଧୀରେ ଧୀରେ ଛିଡ଼ା ହେଲା। ଆଉ ମୋର କାଲି ରାତ୍ର କଥା ମନେ ପଡ଼ିଲା। ତାପରେ ବୋଉ ପୋଖରୀକୁ ଗାଧେଇବାକୁ ଗଲା। ପଛରୁ ବୋଉର ହଲୁଥିବା ଥଲଥଲିଆ ଗାଣ୍ଡିକୁ ଦେଖି ମୋର ଦେହ ଯେମିତି କ'ଣ ହେଇଯାଉଥାଏ। ତାପରେ ମୁଁ ଘରକୁ ଗାଧେଇବାକୁ ଆସିଲି। ଗାଧେଇ ଖାଇ ମୁଁ ଶୋଇଥାଏ। ହେଲେ ମୋର ମୁଣ୍ଡରେ ବୋଉର ସେଇ ଦୁଧ କଥା ଥାଏ। ତାପରେ ମୁଁ ଗୋଟେ ଗିଆଁ ଗିଁ ଭିଡ଼ିଓ ଗୁଗୁଲରୁ ଦେଖିଲି। ହେଲେ ମୋର ଆଖି ସାମ୍ନାକୁ ବୋଉ କଥା ଖାଲି ଆସୁଥାଏ। ତାପରେ ମୁଁ ହଲେଇଲା ବେଳେ ଭାବିଲି ଆଜି ରାତିରେ ବି ବୋଉ ପାଖରେ ଶୋଇଲା ବେଳେ ସେମିତି ବୋଉ ଦୁଧରେ ମୋ ମୁହଁ ଘଷିକି ମଜା ନେବି। ତାପରେ ଏମିତି ଭିତରେ ରାତି ହେଲା। ଆମେ ଖାଇସାରି ବୋଉ ଓ ମୁଁ ପୁଣି ଖଳାକୁ ଶୋଇବାକୁ ଗଲୁ। ରାତି ପାଖାପାଖି 1:30 ହେବ। ମୁଁ ବୋଉ ପେଟ ଉପରେ ହାତ ପକେଇଲି। ଦେଖିଲି ବୋଉ ମୋ ଆଡ଼କୁ ମୁହଁ କରି କଡ଼ମାଡ଼ି ଶୋଇଛି। ବୋଉ ପୁରା ନିଘୋଡ଼ ନିଦରେ ଶୋଇଥାଏ। ତାପରେ ମୋ ବୋଉର ହାତକୁ ଟେକି ତା ଅଣ୍ଟା ଉପରକୁ ଆଣି ରଖିଲି। ତାପରେ ବୋଉର ଲୁଗାକୁ ତା କାନ୍ଧରୁ ଖସେଇଲି। ବୋଉ ବ୍ଲାଉଜ ଫାଙ୍କରୁ ଦୁଧ କନ୍ଦି ପୁରା ମସ୍ତ ଦେଖାଯାଉଥାଏ। ତାପରେ ମୁଁ ମୋର ଗୋଡ଼କୁ ବୋଉ ଗୋଡ଼ରେ ଛନ୍ଦିଲି। ଆଉ ବୋଉ ଉପରେ ହାତ ପକେଇ ବୋଉକୁ କୁଣ୍ଡେଇ ଧରିଲି। ଦେଖିଲି ବୋଉର କିଛି ବି ହଲଚଲ ନାହିଁ। ତାପରେ ମୁଁ ସାହସ ପାଇ ବୋଉର ଉପର ବ୍ଲାଉଜ ବଟମ ଗୋଟେ ଖୋଲିଲି। ବୋଉର ଦୁଧ ଟିକେ ବାହାରକୁ ଓହଳିଲା ଭଳି ବାହାରିଲା। ତାପରେ ମୁଁ ଆସ୍ତେ କିନା ମୋର ମୁହଁ ନେଇ ବୋଉ ଦୁଧରେ ରଖିଲି। ଆଉ ଆସ୍ତେ ଆସ୍ତେ ବୋଉ ଦୁଧ ଉପରେ ମୋ ଓଠରେ ଚୁମା ଦେଲା ପରି ଘଷିବାକୁ ଲାଗିଲି। ଉଫ୍, କ'ଣ ମଜା ଆସୁଥାଏ। ସେ କଥା କେବଳ ଯିଏ ଏମିତି କରିଛି ସେ ହିଁ ଜାଣିଛି। କିଛି ସମୟ ଏମିତି କରିବା ଭିତରେ ବୋଉର ଦୁଧକୁ ମୁଁ ବ୍ଲାଉଜ ଉପରୁ ଆସ୍ତେ ଆସ୍ତେ ଚିପିବାକୁ ଲାଗିଲି। ଥଲଥଲ ଦୁଧକୁ ଚିପିଲା ବେଳକୁ ପୁରା ନରମ ଆଉ ସ୍ମୁଥ ଲାଗୁଥାଏ। ମୁଁ ବୋଉ ଦୁଧରେ ମୋ ମୁହଁ ପୁରେଇ ବୋଉ ଦୁଧକୁ ସେମିତି ଚିପୁଥାଏ। ହେଲେ କେମିତି କେଜାଣି ବୋଉର ନିଦ ହଠାତ୍ ଭାଙ୍ଗିଗଲା। ବୋଉ ରାଗିକି ମୋ ହାତକୁ ଛଡ଼େଇକି କହିଲା, କ୍ଷୀର ଖାଇବାକୁ ଇଚ୍ଛା ହେଉଛି କି? ନଉନୁ ଖାଉନୁ, ନେ। ଅଲାଜୁକ, ଲାଜ ନାହିଁ ମୁହଁକୁ। ମୁଁ ଡରିକି କିଛି ନ କହି ଶୋଇବାର ନାଟକ କଲି। ବୋଉ ତାପରେ ସେପଟକୁ ବୁଲି ମୋ ଆଡ଼କୁ ପଛ କରି ଶୋଇଲା। ମୋତେ ଭୟରେ ଜମା ବି ନିଦ ହେଉନଥାଏ। ଏମିତି ଭିତରେ ସକାଳକୁ ମୋ ନିଦ ଭାଙ୍ଗିଲା ବେଳକୁ ଆମର ଧାନ ବାଡ଼ିଆ ହେଉଥାଏ। ମୁଁ ଏକା ଶୋଇଥାଏ। ବୋଉ ଅଲରେଡ଼ି ଉଠିକି ଯାଇଥାଏ ଭାରି। ମୋତେ ଡର ଲାଗୁଥାଏ। ତାପରେ ମୁଁ ଡରି ଡରି ଘରକୁ ଗଲି। ସମସ୍ତେ ଚାହା ପିଇଲା ବେଳକୁ ମୁଁ ଖଳାକୁ ଆସିଲି। ସେଠି ବାପା, ବୋଉ ଆଉ ସେ 2 ଜଣ କାମ କରୁଥିବା ଲୋକ ଚାହା ପିଉଥାନ୍ତି। ବାପାଙ୍କୁ କିଏ ଫୋନ୍ କଲା। ବାପା କଥା ହେଉଥାନ୍ତି। ବୋଉ ମୋତେ ଅନଉଥାଏ। ମୋତେ ବହୁତ ଡର ବି ଲାଗୁଥାଏ। ସେଇ 2 ଜଣ ଲୋକଙ୍କ ଭିତରୁ ଜଣେ ମୋତେ କହିଲା, ଆଉ କଲେଜରେ ପାଠ ପଢ଼ାପଢ଼ି କେମିତି ଚାଲିଛି? ଆଉ ଏବେ ପୁରା ଝଡ଼ିଗଲାଣି। ବୋଉ ଟିକେ ରାଗିଲା ପରି କହିଲା, ପ୍ରକୃତି ଯୋଗୁଁ? ପ୍ରକୃତି ଖରାପ କଲେ କ'ଣ ହୁଏ? ସେ ଲୋକ କହିଲା, ନା ନା, ସେ ବହୁତ ଭଲ ପିଲା। ହେଲେ ସେ ବୁଝିପାରିଲେନି ବୋଉ କୋଉ ଉଦ୍ଦେଶ୍ୟରେ କହିଲା। ହେଲେ ମୁଁ ଠିକ୍ ବୁଝିପାରିଲି। ତାପରେ ବାପା ଚାହା ପିଇସାରି ବୋଉକୁ ଚାହା କପ୍ ଦେଲେ। ଧାନ ବାଡ଼ିଆ ସରିଯାଇଥାଏ। ଆଉ କିଛି ଅଳ୍ପ ଧାନ ବିଲରେ ବି କଟା ହେଉଥାଏ। ମୁଁ ସେଇଠି ସେମିତି ଛିଡ଼ା ହେଇଥାଏ। ବୋଉ ମୋତେ କହିଲା, ଏ କପ୍ଟା ନେଇ ଘରେ ରଖିଦେବୁ। ଆଉ ଆସିଲା ବେଳକୁ ସେ ଟିଭି ଟେବୁଲ ଡ୍ରରେ 5 ଟଙ୍କିଆ ନୋଟ୍ଟେ ଅଛି, ଆଣିକି ଆସିବୁ। ସେ 2 ଜଣ ନେବେ। ତାପରେ ମୁଁ ଯାଇ ଦେଖିଲି ଟିଭି ଟେବୁଲ ଡ୍ରରେ ପଇସା ନାହିଁ। ମୁଁ ଆସି ବୋଉକୁ କହିଲି, ନା ସେଠି ତ ପଇସା ନାହିଁ। ବୋଉ କହିଲା, ଆରେ ହଁ ହଁ, ମୁଁ ତାଙ୍କୁ ଖୁଡ଼ିଙ୍କି ଦେଇ ଦେଇଥିଲି। ତୁ ରହ, ମୁଁ ଆଣିକି ଆସୁଛି। ତାପରେ ବୋଉ ଘରକୁ ଗଲା। ଆଉ ପଇସା ଆଣିକି ସେ 2 ଜଣଙ୍କୁ ଦେଲା। ବାପା କହିଲେ, ସେପଟେ ଆଉ ଅଳ୍ପ ଧାନ ଅଛି, କଟା ସରିଯିବଣି କି କ'ଣ, ଯାଇକି ଟିକେ ସେପଟେ ଦେଖିବ। ମୁଁ ବଜାରକୁ ମଟରଟା ସଜାଡ଼ିବା ପାଇଁ ନେଇକି ଯାଉଛି। ମଟରଟା ଚାଲିଥିଲା ଠିକ୍ଠାକ୍। କ'ଣ କେଜାଣି ହେଲା ଆଉ ଚାଲୁନି। ପୁଣି ମୁଗ ପାଇଁ ପାଣି ମଡ଼େଇବାକୁ ପଡ଼ିବ। ତାପରେ ବାପା ଗଲେ ଭାରି। ଦିନ 2:30 ବେଳକୁ ଧାନ ଯେତିକି କଟା ହେଇ ଖଳାକୁ ଆସିଥିଲା ସବୁ ବାଡ଼ିଆ ହେଇଗଲା। ବୋଉ ସେ 2 ଜଣ ଲୋକଙ୍କୁ ତାଙ୍କ ପଇସା ଦେଲା। ସେ 2 ଜଣ ଲୋକ ତାଙ୍କ ଘରକୁ ଗଲେ। ବୋଉ ମୋତେ କହିଲା, ତୁ କୁଆଡ଼େ ଯିବୁ? ମୁଁ କହିଲି, ହଁ, ଖେଳିବାକୁ ଟିକେ ଯିବି, ଆଜି ଗୋଟେ ମ୍ୟାଚ୍ ଅଛି। ବୋଉ କହିଲା, ତୁ ବିଲକୁ ଚାଲୁ, ସେଠି ତାଙ୍କ ମୁଣ୍ଡକୁ ଟିକେ ହଳା ଟେକିକି ଦେବୁ। ତାପରେ ବୋଉ ଆଉ ମୁଁ ବିଲକୁ ଆସିଲୁ। ଏଇଠି ଶେଷ ହୋଇଛି ଏ କାହାଣୀର ପାର୍ଟ 1। ଏଇ କାହାଣୀର ଟୋଟାଲ 3ଟି ପାର୍ଟ।
यापर कौन है आपण मैंने पार्ट 2 पार्ट 3 देखा पाइबे किंतु पार्ट 2 पार्ट 3 यूट्यूब चैनल अपलोड करा नहीं ताहा केवल आपण आम टेलीग्राम चैनल रे पाई परिबे। जदि आपण आम टेलीग्राम चैनल जॉइन करी नाहांती तेबे तळे कमेंट सेक्शन में पिन करा जायतिबा लिंक ऊपर क्लिक करंतु आपण डायरेक्टली जाइके आम टेलीग्राम चैनल रे पहुंची जिवे।